हेलो स्टूडेंट ସମସ୍ତଙ୍କୁ ମୋର ଏଇ ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍ ଏଜୁକେସନ୍ ଚ୍ୟାନେଲକୁ ୱେଲକମ୍ ଜଣାଉଛି। ତ ପିଲାମାନେ ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ ଏବଂ ଆପଣଙ୍କ ପରିବାରରେ ମଧ୍ୟ ପ୍ରାୟତଃ ସମସ୍ତେ ବହୁତ ଭଲରେ ଥିବେ। ତ ପିଲାମାନେ ଦେଖନ୍ତୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତରଫରୁ 5000 ପ୍ଲସ୍ ଆପଣଙ୍କ ପାଇଁ ଭ୍ୟାକେନ୍ସି ଆସିଛି। 5000 ପ୍ଲସ୍ ଅଛି। ଓକେ, ତ ଦେଖିବା ନୋଟିସ୍ ଆପଣ ମାନେ କୋଉଠୁ ଡାଉନଲୋଡ୍ କରିପାରିବେ ସେ ସବୁ ବିଷୟରେ ଆମେ ଦେଖିବା। ତ ଯଦି ପିଲାମାନେ ଆପଣ ମାନେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇନାହାନ୍ତି ତାହେଲେ ସର୍ବପ୍ରଥମେ ପ୍ଲେ ଷ୍ଟୋରରେ ଯାଇକି ଟେଲିଗ୍ରାମ ଅଛି ଆପ୍ସ, ଆପଣ ମାନେ ଟେଲିଗ୍ରାମ ଆପ୍ସକୁ ଡାଉନଲୋଡ୍ କରନ୍ତୁ। ଯଦି ଅଛି ତାହେଲେ ଆପଣଙ୍କୁ ଡାଉନଲୋଡ୍ କରିବାକୁ ପଡ଼ିବ ନାହିଁ। ଡାଉନଲୋଡ୍ କରି ସାରିଲା ପରେ ତାକୁ ଓପେନ୍ କରିବେ। ଓପେନ୍ କରି ସାରିଲା ପରେ ସର୍ଚ୍ଚ କରିବେ ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍। ଆମ ଟେଲିଗ୍ରାମ ଗ୍ରୁପର ନାମ ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍। ଓକେ, ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍ ଦେଖିବେ ଫାଷ୍ଟ ପେଜରେ ହିଁ ଆସିଯିବ ଓଡ଼ିଆ ମିଡ଼ିୟମ୍ କ୍ଲାସ୍ ବୋଲି ଏବଂ ଲୋଗୋରେ ଦେଖିବେ ଓଡ଼ିଆ ମିଡ଼ିୟମ୍ କ୍ଲାସ୍ ଏଜୁକେସନ୍ ଥିବ ଏବଂ ଓଡ଼ିଆ ମାଧ୍ୟମ ଶିକ୍ଷା ଥିବ। ଏଠି ତଳେ ଜଏନ୍ ବୋଲି ଆସିବ, ଆପଣମାନେ ସେଇ ଜଏନ୍ରେ କ୍ଲିକ୍ କରିଦେବେ। ଡାଇରେକ୍ଟଲି ଆପଣମାନେ ଏଇ ଗ୍ରୁପରେ ଜଏନ୍ ହେଇଯିବେ। ଜଏନ୍ ହେଲା ପରେ ଦେଖନ୍ତୁ ଆପଣମାନେ 1 ରୁ 10 ସମସ୍ତ ଓଡ଼ିଆ ମିଡ଼ିୟମ୍ ବୁକ୍ ପାଇପାରିବେ। ଫ୍ରିରେ PDF ସହିତ ଡାଉନଲୋଡ୍ କରିପାରିବେ। କ୍ଲାସ୍ ମଧ୍ୟ ଓଡ଼ିଆ ମିଡ଼ିୟମ୍ କ୍ଲାସ୍ ପାଇପାରିବେ। ଡେଲି ଜବ୍ ଅପଡେଟ୍ ପାଇପାରିବେ। ଜବ୍ ଅପଡେଟ୍ ସମସ୍ତ ଗଭର୍ଣ୍ଣମେଣ୍ଟ ଇନଫର୍ମେସନ୍ ପାଇପାରିବେ। ଓକେ, ଓଡ଼ିଶା ଜିକେ ପାଇପାରିବେ, ଇଣ୍ଡିଆନ୍ ଜିକେ ପାଇପାରିବେ। ଓକେ, ଏବଂ ଆମର ଯେତେ ସବୁ ଭିଡ଼ିଓ କରାଯାଇଛି ତାର ଭିଡ଼ିଓ ମଧ୍ୟ ଲିଙ୍କ୍ ପ୍ରୋଭାଇଡ଼ କରାଯାଇଛି। ସମସ୍ତ ଭିଡ଼ିଓରେ କ୍ଲିକ୍ କରିକି ଆପଣମାନେ ଡାଇରେକ୍ଟଲି ଆପଣ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇପାରିବେ। ଦେଖନ୍ତୁ ଆପଣ ଯଦି ଜଏନ୍ ହେବା ପାଇଁ ଚାହୁଁଛନ୍ତି ତାହେଲେ ମୁଁ ଭିଡ଼ିଓ ଡେସ୍କ୍ରିପସନ୍ରେ ଦେଇଦେବି ଲିଙ୍କ୍। ଓକେ, ଏବଂ ଏଇ PDF ମଧ୍ୟ ଦେଇଦେବି, ଆପଣମାନେ ଯାଇକି ଡାଇରେକ୍ଟଲି ଆପଣମାନେ ଜଏନ୍ ହେଇଯାଆନ୍ତୁ। এই PDF ସବୁ ପାଇଯିବେ। ଓକେ, ତ ଦେଖନ୍ତୁ ପିଲାମାନେ ଆପଣ ଏଇ ଯେଉଁ PDF କୋଉଠୁ ପାଇବେ, ଆପଣମାନେ ପ୍ରଥମେ କୌଣସି ଗୁଗଲ କ୍ରୋମ କିମ୍ବା ବ୍ରାଉଜରରେ png.bank.in ଆପଣ ସର୍ଚ୍ଚ କରିଦେବେ। ଓକେ, ସର୍ଚ୍ଚ କଲା ପରେ ଆପଣମାନେ ତାକୁ ଟିକେ ଏମିତି ପେଜ୍ ଆସିଯିବ। ଓକେ, ଆସିଲା ପରେ ତାକୁ ସ୍କ୍ରଲ୍ କରିବେ ତଳେ। ଦେଖନ୍ତୁ ସ୍କ୍ରଲ୍ କରିବେ, ଏମିତି ସ୍କ୍ରଲ୍ କରିଦେବେ पूरा तौक जी। ओके, देखु गले एमती तले आसला पर देखु ये अच्छी आप देखो ये रिक्वायरमेंट थी, ये देखी पार्टी रिक्वायरमेंट्स आपण मैंने क्लिक करदे। ओके, क्लिक करा परे ओपन हो देखु ओपन हो गले। ओपन है पर स्क्रॉल करदे। देखु स्क्रॉल कला परे आपण मैंने ये देखी पारे। देखु ये देखो डिटेल्स एडवर्टाइजमेंट इन इंग्लिश फॉर एंगेजमेंट। देखु अप्रेंटिस अच्छी ना नहीं, आपण मैंने ये क्लिक करदे। देखु क्लिक है आपणकर वीडियो खुलीज। ओके, देखो वीडियो खुलची। वीडियो खुलला परे आपणकर समस्त डिटेल्स आपण मैंने पाइपर। जदि आपण मैंने ये PDF पाइबा चाहते ताहले हम टेलीग्राम ग्रुप रे जॉइन जातु। देखो तो आपणकर PDF खुलिला ना नहीं। तो देखो ये लेखा अच्छी आप देखी पारे एंगेजमेंट ऑफ अप्रेंटिस इन पंजाब नेशनल बैंक अंडर द अप्रेंटिस एक्ट। देखो पूरा आप देख 1961 फॉर द ईयर देखो 2025 अच्छी। ओके, तो देखा आम आमको रिपोर्टर के कौन के पोस्ट अच्छे आम देखा। देखो टोटाल सीट आप पोस्ट अच्छी देखी पारे 5138 पोस्ट। एवं आपंकर स्टार्ट डेट आरंभ हो जाइए। ओके, ताने आज आरंभ हो आपण को लास्ट डेट देखी पारे 26/2 मान यही मास ही 24 तारीख मान आपण पाखापाखि 15-20 दिन टाइम मिल जाए। ओके, एवं आपण मैंने टेंटेटिव डेट ऑनलाइन देखो केवे कौन आपण मैंने करें पूरा देखी पारे। एज एवं क्वालिफिकेशन आपण मैंने 1/1/2026 हिसाब करके आपण मैंने कौन आपणकर एज क्वालिफिकेशन सब देखिपारे। एज केते दरकार सेटा जानीपर। ओके, तो देखु आपण मैंने यही वेबसाइट रे जाइए आपण मैंने डाउनलोड करें एवं ऑनलाइन अप्लाई करें।
ଦେଖନ୍ତୁ ଏଲିଜିବିଲିଟି କ୍ରାଇଟେରିଆ ସବୁ ଆମେ ଦେଖିବା। ଫାର୍ଷ୍ଟ ଦେଖିବା ଆପଣଙ୍କର ଏଜ୍। ଏଜ୍ କେତେ ଦେଖନ୍ତୁ, ଆପଣ 20 ବର୍ଷରୁ 28 ବର୍ଷ ଭିତରେ ଥିଲେ ଆପଣମାନେ ଏଇ ଜବ୍ ପାଇଁ ଏଲିଜିବୁଲ୍ ହେଇପାରିବେ। ତାମାନେ ଆପଣ ହିସାବ କରିବେ 1/1/2026 ଏତିକିରୁ ହିସାବ କରିଦେବେ ଆପଣଙ୍କ ବୟସ ଏବଂ ଏତିକିରେ କ'ଣ ଭେଟ ଦେଲା ପରେ ଆପଣ ଦେଖିବେ ଏଜ୍ କାଲକୁଲେଟର ମାରିବେ, ଗୁଗଲରେ ଯାଇକି ଏଜ୍ କାଲକୁଲେଟର ମାରିଦେବେ। ଏଜ୍ କାଲକୁଲେଟର ମାରିଦେଲେ ଡାଇରେକ୍ଟଲି ଆପଣମାନେ ଏଜ୍ କାଲକୁଲେଟର କରିପାରିବେ। ଓକେ, ତ ସେଠି ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଏବଂ ଏଇ ଆକୁ ଦେଇଦେବେ, ତ ଡାଇରେକ୍ଟଲି ଆପଣ କେତେ ଏଜ୍ ହେଇଛି ପୁରା ମାସ ସହିତ ଦେଖେଇବ। ଓକେ, ଦେଖନ୍ତୁ ଆପଣ 20 ବର୍ଷ ହେଇଥିଲେ 20 ପ୍ଲସ୍ 28 ତଳେ ଥିଲେ ଆପଣମାନେ ଏଲିଜିବୁଲ୍ ହେଇପାରିବେ। ଓକେ, ଆଉ ଆପଣମାନେ ତ ଜାଣିଛନ୍ତି ଓକେ ରିଲାକ୍ସେସନ୍ ମଧ୍ୟ ଅଛି। ଓକେ, ST SC OBC PWD ହେଲା ଆପଣଙ୍କର 34 ହେଇଯିବ, 28ରୁ 5 ବର୍ଷ ବଢ଼ିଯିବ। ଓକେ, ତ ଦେଖନ୍ତୁ 5 ବର୍ଷ କାହାର ବଢ଼ିବ, ST SC ମାନଙ୍କୁ 5 ବର୍ଷ ବଢ଼ିବ, ଅଦର ବ୍ୟାକୱାର୍ଡ କ୍ଲାसेସ୍ 3 ବର୍ଷ, ଆଉ ଯେଉଁମାନେ ପର୍ସନାଲ ଡିଜେବିଲିଟି ଓକେ ରାଇଟ୍ ପର୍ସନ ଡିଜେବିଲିଟି 2016 ତ ଏମାନଙ୍କୁ 10 ବର୍ଷ। ତ ଆପଣମାନେ କାଲକୁଲେଟ୍ କରିପାରିବେ। ଓକେ, ନେକ୍ସଟ ଦେଖିବା। ତ ଆପଣମାନେ ଏଜ୍ ବିଷୟରେ ଜାଣିଲେ, ଏଜ୍ କେତେ ଆପଣମାନେ ଜାଣିଲେ। ଏବେ ଦେଖିବା ଏଜ୍ କ୍ୱାଲିଫିକେସନ୍। ଦେଖନ୍ତୁ ଏଜ୍ କ୍ୱାଲିଫିକେସନ୍ କେତେ ଦରକାର, ଆପଣମାନେ ଏନି ଗ୍ରାଜୁଏଟ୍ ଡିଗ୍ରୀ କରୁଥିବାର ଅଛି କୌଣସି AICTE ଅଣ୍ଡର UGC ଅଣ୍ଡରରେ ଓକେ କୌଣସି ଗଭର୍ଣ୍ଣମେଣ୍ଟ ବଡ଼ିରୁ କୌଣସି ୟୁନିଭର୍ସିଟି କଲେଜରୁ ଆପଣ ଆର୍ଟ୍ସ ହଉ କମର୍ସ ହଉ ସାଇନ୍ସ ହଉ ଓକେ, ତ ଆପଣମାନେ ଡିଗ୍ରୀ କରିଥିବା ଆବଶ୍ୟକ। ଓକେ, ମାନେ +3 କରିଥିଲେ ଆପଣମାନେ ଆପ୍ଲାଏ କରିପାରିବେ। ଓକେ, ତ ଟୋଟାଲ ଆପଣଙ୍କୁ ଦେଖନ୍ତୁ ଡ୍ୟୁରେସନ୍ କ'ଣ ଟ୍ରେନିଂ ଆପ୍ରେଣ୍ଟିସ୍, ଏଇଟା ଡ୍ୟୁରେସନ୍ ଆପ୍ରେଣ୍ଟିସ୍ ପାଇଁ କେତେ ବର୍ଷ, ଏଇଟା ଓନ୍ଲି 1 ବର୍ଷ ପାଇଁ ଜବ୍। ଦେଖନ୍ତୁ ପିଲାମାନେ ଏଇଟା ଟିକେ ଭଲସେ ବୁଝନ୍ତୁ, 1 ବର୍ଷ ବା 12 ମାସ ପାଇଁ ଆପଣମାନଙ୍କୁ 1 ବର୍ଷ ହିଁ ଜବ୍ରେ ରଖିବେ, ତାପରେ ଆପଣଙ୍କୁ କ'ଣ ମାନେ ଜବ୍ରୁ ପାର କରିଦେବେ। ତାମାନେ ଆପଣଙ୍କୁ 1 ବର୍ଷ ଟ୍ରେନିଂ କରି ଆପଣଙ୍କୁ ସାଲାରୀ ମିଳିଯିବ। ଓକେ, ସାଲାରୀ ମିଳିବ। ଦେଖନ୍ତୁ କେତେ ଆପଣଙ୍କର ଟୋଟାଲ ସିଟ୍ ଅଛି ଆପଣମାନେ ଦେଖିପାରିବେ। ଏଇଟା ଆପ୍ରେଣ୍ଟିସ୍ ପାଇଁ ଆପଣଙ୍କୁ ଏକ୍ସପିରିଏନ୍ସ ଏବଂ ସାର୍ଟିଫିକେଟଟା ଆପଣଙ୍କୁ ମିଳିଯିବ। ସେଇ ସାର୍ଟିଫିକେଟ ଆପଣଙ୍କୁ ଆଗକୁ କାମକୁ ଦେବ, ମାନେ ଏକ୍ସପିରିଏନ୍ସ ମିଳୁଥିବ, ତ ଏକ୍ସପିରିଏନ୍ସରୁ ଆପଣଙ୍କୁ ମାନେ ଜବ୍ କେଉଁଠି ଦେଖିବେ ଏକ୍ସପିରିଏନ୍ସ ମାଗିଥିବ, ତ ସେଇଟା କାମ ଦେବ। ଓକେ, ଦେଖନ୍ତୁ ଟୋଟାଲ ସିଟ୍ ଆପଣମାନେ ଦେଖିପାରିବେ ଆଣ୍ଡାମାନ ପାଇଁ ଅଛି, ଆନ୍ଧ୍ରପ୍ରଦେଶ, ତ ଆପଣମାନେ କେଉଁଠୁ ଓଡ଼ିଶା, ତାମାନେ ଓଡ଼ିଶାରୁ ଦେଖିବେ ଆପଣମାନେ କେଉଁ ଜୋନ୍ ୱାଇଜ୍ ଅଛି ଆପଣମାନେ ସବୁ ଦେଖିପାରିବେ। ଆମେ ହେଲା ଓଡ଼ିଶା, ତ ଓଡ଼ିଶାରେ ଦେଖିବେ, ଓଡ଼ିଶା ଦେଖନ୍ତୁ କେଉଁଠି ଅଛି ଆପଣମାନେ ଓଡ଼ିଶା ପାଇଁ ଦେଖନ୍ତୁ ଓଡ଼ିଶା ପାଇଁ ଆପଣମାନେ ଜୋନ୍ ୱାଇଜ୍ ଦେଖିପାରିବେ। ଦେଖନ୍ତୁ ଓଡ଼ିଶା ପାଇଁ ବାଲେଶ୍ୱର ପାଇଁ ଦେଖନ୍ତୁ କେତେ ଅଛି। ଓକେ, ତାପରେ ବ୍ରହ୍ମପୁର ପାଇଁ ଜୋନ୍, ଭୁବନେଶ୍ୱର ଜୋନ୍, କଟକ ଜୋନ୍, ସମ୍ବଲପୁର ଜୋନ୍ ଆପଣମାନେ ଦେଖିପାରିବେ। ମୁଁ PDF ଦେଇଦେବି, ଆପଣମାନେ ଦେଖିବେ। ଆପଣମାନେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯାଆନ୍ତୁ, ଏ PDFଟା ଦେଇଦେଉଛି। ଓକେ, ଦେଖିଲେ ସବୁ ଅଛି ଆପଣମାନେ ରାଜସ୍ଥାନ ପାଇଁ ସମସ୍ତ ଅଛି। ଓକେ, ଉତ୍ତରାଖଣ୍ଡ ସବୁ ପାଇଁ ଅଛି, ଆପଣମାନେ ଦେଖିପାରିବେ। ଓକେ, ତ ଦେଖନ୍ତୁ ପର୍ସନାଲ ବେଞ୍ଚମାର୍କ ଏଇଟା। ଓକେ, ତାପରେ ଦେଖନ୍ତୁ ଏଇଟା ଯଦି ଆପଣମାନେ କରିବେ ନାହିଁ 1 ଇୟର ପାଇଁ, ତାହେଲେ ନିଜ ସାଙ୍ଗମାନଙ୍କୁ କହିଦେବେ। ଓକେ, ତାଙ୍କେମାନଙ୍କୁ ଯାହାକୁ ଦରକାର ଥିବ ସେମାନେ କରିବେ। ଓକେ, ଷ୍ଟାଇପେଣ୍ଡ ବା ସାଲାରୀ କହିପାରିବେ, ଷ୍ଟାଇପେଣ୍ଡ ଆକାରରେ ମିଳେ। ଦେଖନ୍ତୁ ଆପଣ ଯଦି ରୁରାଲ ଏରିଆ, ସେମି ଉର୍ବାନ ଏରିଆ, ଉର୍ବାନ ଏରିଆ ଯଦି ଆପଣ କାମ କରିବେ ତାହେଲେ ଆପଣଙ୍କୁ 12,300 ଟଙ୍କା ମିଳିବ। ଓକେ, ତାପରେ ମେଟ୍ରୋ ଏରିଆରେ ଯଦି ଆପଣମାନେ କରିବେ 15,000 ଟଙ୍କା ଆପଣଙ୍କୁ ସାଲାରୀ ଆକାରରେ ମିଳିବ। ଓକେ, ତ ଜାଣିଲେ ଆପଣ ସାଲାରୀ ବିଷୟରେ ମଧ୍ୟ ଜାଣିଲେ। ଓକେ, ଆସେସମେଣ୍ଟ ଦେଖନ୍ତୁ ସାର୍ଟିଫିକେଟ ମିଳିବ ଆପଣଙ୍କୁ। ଓକେ, ସାର୍ଟିଫିକେଟଟା ଆପଣଙ୍କୁ ମିଳିଯିବ। ଦେଖନ୍ତୁ ଓକେ, apprentices will be need to go through final assessment test at the end of their apprentice training। ତ ଆପଣଙ୍କୁ apprentice training ତ ଆପଣଙ୍କୁ କ'ଣ ମିଳିବ, apprentice ସାର୍ଟିଫିକେଟ ଗୋଟେ ମିଳିବ, ଗୋଟେ ଏକ୍ସପିରିଏନ୍ସ ଗୋଟେ ମିଳିଯିବ ଆପଣଙ୍କୁ। 1 ଇୟର ପରେ ମଧ୍ୟ ଆପଣଙ୍କୁ କ'ଣ ମାନେ 1 ଇୟର ପାଇଁ ରଖିବେ ଆଉ କାଢ଼ିଦେବେ। ଯଦି ଆପଣମାନେ କରିବା ପାଇଁ ଚାହୁଁନାହାନ୍ତି ତାହେଲେ ନିଜ ଭାଇ ଭଉଣୀ ଯିଏ କରିବା ପାଇଁ ଚାହୁଁଛନ୍ତି ତାକୁ ତ ନିଶ୍ଚିତ ଭାବରେ ସେୟାର କରିଦେବେ। ଓକେ, ତ ତାଙ୍କେମାନେ କରିବେ 1 ବର୍ଷ। ଦେଖନ୍ତୁ 1 ମାସରେ 12-15 ହଜାର ମିଳିବ, ମାନେ ବର୍ଷକୁ ତ ବହୁତ କମାଇ ପାରିବେ ନା। ଓକେ,
ତ ସେଥିପାଇଁ ଦେଇଦେବେ ମାନେ ଅନ୍ୟମାନଙ୍କୁ ମଧ୍ୟ କ'ଣ ସେୟାର କରିଦେବେ। ଦେଖନ୍ତୁ 1 ଇୟର ପାଇଁ ଡ୍ୟୁରେସନ୍ ଟାଇମଟା କେତେ 1 ବର୍ଷ ପାଇଁ ଅଛି। ଆପ୍ରେଣ୍ଟିସ୍ ଭାବରେ କାମ କରିବାକୁ ପଡ଼ିବ। ଓକେ, ତ ଆପଣମାନେ ଜାଣିଲେ। ଓକେ, ପୋଷ୍ଟ ବିଷୟରେ ଜାଣିଲେ, ଏଜ୍ ବିଷୟରେ ଜାଣିଲେ, ସବୁ ଡିଟେଲ୍ସ ଆପଣମାନେ ଜାଣିପାରିଲେ। ଓକେ, ଏବେ ଦେଖନ୍ତୁ ଫୁଲ୍ ଡିଟେଲ୍ସ ଆପ୍ଲିକେସନ୍ ପ୍ରୋସେସ୍ ଏଇ ମାନେ ୱେବସାଇଟ୍ରେ ଯାଇକି ଆପଣମାନେ ଆପ୍ଲାଏ କରିପାରିବେ। ଓକେ, ତାପରେ ଦେଖନ୍ତୁ ଫିଜ୍ କ'ଣ କେତେ ଦେଇକି ପଢ଼ୁଥିବେ, ଫିଜ୍ ଅଛି। ଓକେ, ଦେଖନ୍ତୁ ଆପଣମାନେ ଜେନେରାଲ୍ OBC ମେଲ୍ ଯଦି ଅଛନ୍ତି ତାହେଲେ ଆପ୍ଲିକେସନ୍ ଫିଜ୍ ଦେଖନ୍ତୁ। ଓକେ, ଆପ୍ଲିକେସନ୍ ଫିଜ୍ ପ୍ରୋସେସ୍। ଓକେ, ଏକ୍ଜାମିନେସନ୍ ଫିଜ୍ 600, ତ ଦେଖିପାରୁଥିବେ କେତେ 600 ଟୋଟାଲ୍ ଫିଜ୍ ଏମିତି ଅଛି। ତ ଜେନେରାଲ୍ ମେଲ୍ ଫିମେଲ୍ ପାଇଁ 100, ଦେଖ ଏକ୍ଜାମ୍ ପ୍ରୋସେସ୍ ଫିଜ୍ ପାଇଁ ସବୁ ଟୋଟାଲ୍ 600। ଓକେ, ତାପରେ ଦେଖନ୍ତୁ ST SC PWD କାଟେଗୋରୀ 200 ଟଙ୍କା। ଓକେ, ଏହାକୁ ମାନେ ଟ୍ରାନ୍ସଜେଣ୍ଡର ପାଇଁ 200। ତ ଆପଣମାନେ ଏହା ମଧ୍ୟ ଦେଖିପାରିଲେ, ଜାଣିଲେ ଏଇଟା ମଧ୍ୟ। ତ ପଇସା କେତେ ପ୍ରୋସେସ୍, ସିଲେକ୍ସନ୍ ପ୍ରୋସେସ୍ କେମିତି ହେବ ଦେଖନ୍ତୁ। ଆପଣଙ୍କ ସିଲେକ୍ସନ୍ କେମିତି, ଆପଣଙ୍କୁ ଅନଲାଇନ୍ ରିଟିନ୍ ଟେଷ୍ଟ ଗୋଟେ ହେବ, ଏକ୍ଜାମ୍ ହେବ, ହେଲା ପରେ ଆପଣଙ୍କ ଡକୁମେଣ୍ଟ ଭେରିଫିକେସନ୍ ହେବ। ଡକୁମେଣ୍ଟ ଭେରିଫିକେସନ୍ ହେଲେ ଟେଷ୍ଟ ଲୋକାଲ୍ ଲାଙ୍ଗୁଏଜ୍ ମାନେ ନିଜ ଅଞ୍ଚଳର ଭାଷା ଜାଣିଥିବ, ତାପରେ ମେଡ଼ିକାଲ ଆପଣଙ୍କୁ ଟେଷ୍ଟ ହେବ ଆଉ ଏତିକି ହେଲେ ଆପଣମାନେ ସିଲେକ୍ଟ ହେଇଯିବେ। ତ ଦେଖନ୍ତୁ ଏକ୍ଜାମ୍ରେ ଯେଉଁ ରିଟେନ୍ ଏକ୍ଜାମ୍ରେ କ'ଣ କ'ଣ ପଡ଼ିବ ଦେଖନ୍ତୁ, ସିଲାବସ୍ କେତେ କ'ଣ ମାର୍କ ଆସିବ ଆପଣମାନେ ଦେଖନ୍ତୁ। ଓକେ, ଟିକେ ଦେଖନ୍ତୁ ଜେନେରାଲ୍ ମାନେ ଫାଇନାଲ୍ ଆୱାରନେସ୍ରେ ଦେଖନ୍ତୁ 25ଟା କୋଶ୍ଚିନ୍ 25 ମାର୍କର ଆସିବ। ଜେନେରାଲ୍ ଇଂଲିଶରେ ଆସିବ ଦେଖନ୍ତୁ 25ଟା କୋଶ୍ଚିନ୍ 25 ମାର୍କ। ତାପରେ କ୍ୱାଣ୍ଟିଟେଟିଭ୍ ଆଣ୍ଡ ରିଜନିଂରେ ଆପ୍ଟିଚ୍ୟୁଡ୍ ଆସିବ 25ଟା କୋଶ୍ଚିନ୍ 25 ମାର୍କ। ଓକେ, ଜେନେରାଲ୍ ନଲେଜ 25ଟା କୋଶ୍ଚିନ୍ 25 ମାର୍କ। ଟୋଟାଲ୍ ଆପଣଙ୍କର 100 ମାର୍କରୁ ଆସିବ 100ଟା କୋଶ୍ଚିନ୍। ଓକେ, ତ କେତେ 60 ମିନିଟ୍ କରିବାକୁ ପଡ଼ିବ। ଦେଖନ୍ତୁ 60 ମିନିଟ୍ ଅଦରୱାଇଜ୍ ହିନ୍ଦୀ ଆସିବ, ନହେଲେ ଇଂଲିଶରେ ଆସିବ। ଓକେ, ଦୁଇଟି ଲାଙ୍ଗୁଏଜରେ ଆସିପାରେ। ଓକେ, ତ ଦେଖିଲେ ଡକୁମେଣ୍ଟ ଭେରିଫିକେସନ୍ କେମିତି ହେବ, ଫାଷ୍ଟ ରିଟିନ୍ ହେବ ହଁ ନା ନାଇଁ, ତାପରେ ଡକୁମେଣ୍ଟ ଭେରିଫିକେସନ୍। ଓକେ, ତାପରେ ଆପଣଙ୍କର ଲୋକାଲ୍ ଲାଙ୍ଗୁଏଜ ଟେଷ୍ଟ ହେବ, ଏମିତି ସିଲେକ୍ସନ୍ ହେବେ। ଓକେ, ଲୋକାଲ୍ ଲାଙ୍ଗୁଏଜ ଟେଷ୍ଟ ହେବ ଦେଖନ୍ତୁ। ଓକେ, ଲୋକାଲ୍ ଲାଙ୍ଗୁଏଜ ଟେଷ୍ଟ ହେବ, ପୁରା ଡିଟେଲ୍ସ। ଓକେ, ଦେଖନ୍ତୁ ଏଇଠି ଓଡ଼ିଶାରେ ଯେମିତିକି ଓଡ଼ିଆ ଜାଣିପାରୁଥିବାର ଅଛି ହଁ ନା ନାଇଁ, ଓଡ଼ିଶାରେ କରିବେ ମାନେ ଓଡ଼ିଆ ଜାଣିଥିବାର ଅଛି, ଏଭଳି ଆପଣଙ୍କର। ଓକେ, ତାପରେ ମେଡ଼ିକାଲ ଟେଷ୍ଟ ହେବ, ଫାଇନାଲ୍ ମେଡ଼ିକାଲ ଟେଷ୍ଟ। ଓକେ, ତ ମେଡ଼ିକାଲ ଟେଷ୍ଟ ହେଲା ପରେ ଫାଇନାଲ୍ ଆପଣ ସିଲେକ୍ସନ୍ ହେଇଯିବେ, ଫାଇନାଲ୍ ସିଲେକ୍ସନ୍ରେ ଆସିଯିବେ। ଓକେ, ତ ଦେଖିଲେ ଜେନେରାଲ୍ ଇନଫର୍ମେସନ୍ ଏସବୁ ଅଛି, ଆପଣମାନେ ଏସବୁ ଗୋଟେ ଗୋଟେ କିନା ଦେଖିପାରିବେ। ଓକେ, ତାପରେ ଅଛି ଦେଖିବା। ତ ଦେଖନ୍ତୁ ପିଲାମାନେ, ଆଶା କରୁଛି ପିଲାମାନେ ସମସ୍ତେ ବୁଝିପାରୁଥିବେ, ସମସ୍ତ ଇନଫର୍ମେସନ୍ ମୁଁ ଦେଇପାରୁଥିବି। ତ ପିଲାମାନେ এই ଭିଡ଼ିଓଟା ଭଲ ଲାଗୁଥିଲେ ସମସ୍ତ ସାଙ୍ଗମାନଙ୍କୁ, ଭଉଣୀମାନଙ୍କୁ ସମସ୍ତଙ୍କୁ ସେୟାର କରିଦେବେ, ଯାହାଫଳରେ କି ଆପଣମାନେ ଏଇ ଜବ୍ ନ କଲେ ମଧ୍ୟ ତାଙ୍କେ ମଧ୍ୟ ଯେମିତିକି କରିପାରିବେ। ତ ସେଥିପାଇଁ ସମସ୍ତଙ୍କୁ ସେୟାର କରିଦେବେ ଏବଂ ଭିଡ଼ିଓଟା ଭଲ ଲାଗୁଥିଲେ ଲାଇକ୍ କରିବେ ଏବଂ ଆମର ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ ଏବଂ ଅଲ୍ ନୋଟିଫିକେସନ୍କୁ ଅନ୍ କରିଦିଅନ୍ତୁ। କାହିଁକିନା ଏମିତି ଡେଲି ଜବ୍ ଅପଡ଼େଟ୍ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଚ୍ୟାନେଲକୁ ଜଏନ୍ ହେଇ ରହିଥାନ୍ତୁ, ଯାହାଫଳରେ ଆପଣ ସର୍ବପ୍ରଥମେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ତ ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥ ରେ, ଜୟ ଜଗନ୍ନାଥ।